ମୁଁ ଜଗନ୍ନାଥଙ୍କୁ ଏତେ ଡାକିଲି ଶୁଣିଲେ ଦୁଃଖ ମୁଁ ଦୀପ ଜାଳିଛି ବିଶ୍ୱାସ କରନ୍ତୁ। ମୁଁ ଆଗରୁ ଇଣ୍ଡଷ୍ଟ୍ରିରେ କାମ କରିଛି ମୋର 200 ଗୀତ ସିଏ ଗାଇଛନ୍ତି ସେଇ ଅନୁସାରେ ସିଏ ମୋ ସାର୍ ଡାକନ୍ତି। କେବେ ବିଶ୍ୱାସ ମୁଁ ମାନେ 2 ଦିନ ପୂର୍ବରୁ ମୁଁ ଜଗନ୍ନାଥଙ୍କୁ ଏତେ ଡାକିଲି ଶୁଣିଲେ ଦୁଃଖ ମୁଁ ଦୀପ ଜାଳିଛି ବିଶ୍ୱାସ କରନ୍ତୁ। ପୂର୍ବରୁ ପ୍ରାୟ ମାସେ ପୂର୍ବରୁ କଥା ହେଇଥିଲି କିନ୍ତୁ ଭାବିନଥିଲି ଚାଲିଯିବେ ବୋଲି ଭାବିଥିଲି ସେ ବଞ୍ଚିଯିବେ ବୋଲି। କହିବି କ'ଣ ଆଉ ସାନ ଭାଇଟିଏ ଆଜି ଆମ ହାତ ଛାଡ଼ିକି ଚାଲି ଯାଇଛି। ସୁନ୍ଦର କଣ୍ଠଶିଳ୍ପୀ ଇଏ ପଦ୍ମଶ୍ରୀ ପଦ୍ମବିଭୂଷଣ ଏମିତି ଯେତେ ଭାରତର ଅଛି ସମ୍ମାନ ସେ ସବୁ କିଛି ଆଦର କରିପାରିଥାନ୍ତା। ଆମ ଓଡ଼ିଶା ଆଜି ଗୋଟେ ବଡ଼ ମାନେ ବଡ଼ ସ୍ୱର୍ଣ୍ଣ ପଦକ ହରାଇଲା ଭଳିଆ ଗୋଟେ କଣ୍ଠଶିଳ୍ପୀ ହରାଇଲା। ଗର୍ବର କଥା ଥିଲା ସେ ଆମର ସ୍ନେହୀ ଥିଲା ମେଳାପୀ ଥିଲା ବହୁତ ଖୁସିରେ ସେ ତାର କଳାକୁ ପ୍ରଦର୍ଶନ କରୁଥିଲା। ଆମେ ସମସ୍ତେ ଏନ୍ଜୟ କରୁଥିଲେ ଖୁସି ହେଉଥିଲେ। ଓଡ଼ିଶାକୁ ଯଦି ପରିଚିତ କରୁଥିଲା ବଲିଉଡ଼ରେ ବାହାରେ ଗୋଟେ ଏମିତି ଅନ୍ୟନ୍ୟ କଣ୍ଠଟିଏ ଆଉ ମିଳିବ ନାହିଁ। ଯେମିତି ଆମେ ଦେଖିଲେ ବିଗତ ଦିନେ ଏମିତି ଗୋଟେ ଗୋଟେ କଣ୍ଠଶିଳ୍ପୀ ଥାଆନ୍ତି ସିଏ ଅଦ୍ୱିତୀୟ ତାଙ୍କ ସାଙ୍ଗରେ କେହି ତୁଳନୀୟ ନୁହନ୍ତି। ସେମିତି କଣ୍ଠଶିଳ୍ପୀଟିଏ ଆମର ହ୍ୟୁମାନ ସାଗର ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ ମୁଁ ଏତିକି କାମନା କରିବି। ଗୋଟେ କଳାକାର ହିସାବରେ ବହୁତ ବାଧୁଛି ଅନ୍ତର ଭିତରେ କୋହ ଆସୁଛି ଏହା ଯେ 34 ବର୍ଷ କିଛି ଜନ୍ମ ହେଇନି ସେ ଜନ୍ମ ନହୁଣୁ କଳା ଚାଲିଗଲା। ଧନ୍ୟବାଦ ଦେବି ଓଡ଼ିଆ ଦର୍ଶକମାନଙ୍କୁ ଓଡ଼ିଆର ଲୋକମାନଙ୍କୁ ଆମ ଓଡ଼ିଆବାସୀ ଯିଏ ଆମ ଦେଶ ବାହାରେ ଅଛନ୍ତି ଯିଏ ଆମ ପାଖରେ ଅଛନ୍ତି ଏବଂ ଆମ ସରକାରଙ୍କୁ ବି ଧନ୍ୟବାଦ ଦେବି। ସେ ଯଥାଶୀଘ୍ର ଶୁଣିକି ହାତ ବଢ଼ାଇଛନ୍ତି ଏବଂ ପ୍ରତ୍ୟେକଟି ବ୍ୟକ୍ତି ଏଥିପାଇଁ ସଚେତନ ଥିଲେ ସମସ୍ତେ ସାହାଯ୍ୟର ହାତ ବଢ଼ାଉଥିଲେ। ଆମେ ଆମ ଅଲିଉଡ଼ ସିଙ୍ଗର ମାନେ କଳାକାର ମାନେ ଅଭିନେତା ଅଭିନେତ୍ରୀ ମାନେ ପଲିଟିସିଆନ ମାନେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଯେ 34 ବର୍ଷ ମାନେ ଦୁଃଖର କଥାଟି ହେଉଛି ଜନ୍ମ ହଉ ହଉ କଳାଟେ ଚାଲିଗଲା। ମାନେ ଆଉ କିଛି କହି ହେଉନି। ଏମିତି ଅବସ୍ଥାରେ ଆମକୁ ହାତ ଛାଡ଼ିକି ଚାଲିଯିବ ଭାବିଥିଲୁ ହଁ ଦେହ ଅସୁସ୍ଥ ହୁଏ କିନ୍ତୁ